ରାଜସୁନାଖଳା ମହୋତ୍ସବ କାଉଁରୀ 2024 ରାଜସୁନାଖଳା ସ୍ଥିତ ଡିଆଇଟି ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି। ରାଜ୍ୟ ଆଇନ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବେଦମନ୍ତ୍ର ଉଚ୍ଚାରଣ ମଧ୍ୟରେ ପ୍ରଭୁ ଜଗନ୍ନାଥ ଓ ମା କାଉଁରୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଏହାକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ। ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ଏହି ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ବାଚସ୍ପତି ସୁରମା ପାଢ଼ୀ ପୌରୋହିତ୍ୟ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ସାମାଜିକ କର୍ମୀ ଶିବରାମ ମହାପାତ୍ର, ଜୟନ୍ତ କୁମାର ନାୟକ, ଲକ୍ଷ୍ମଣ ରଣା ପ୍ରମୁଖ ମଞ୍ଚାସୀନ ଥିଲେ। ଗୁରୁ ଅବିନାଶ ସୁବୁଦ୍ଧିଙ୍କ ନିର୍ଦ୍ଦେଶନାରେ ଜାତୀୟ ସଙ୍ଗୀତ ଓ ସ୍ୱାଗତ ସଙ୍ଗୀତ ପରିବେଷିତ ହୋଇଥିଲା। ରାଜ୍ୟ ସରକାରଙ୍କର ଭାଷା ସଂସ୍କୃତି ବିଭାଗ ସହଯୋଗରେ ସ୍ଥାନୀୟ ଅଞ୍ଚଳର ଐତିହ୍ୟ, ସଂସ୍କୃତି, ପରମ୍ପରାର ପ୍ରଚାର ସହ ଅନ୍ତର୍ନିହିତ ପ୍ରତିଭା ଅନ୍ୱେଷଣ ଲକ୍ଷ୍ୟ ନେଇ ମହୋତ୍ସବ ଆୟୋଜନ କମିଟି ପକ୍ଷରୁ ଆୟୋଜିତ ମହୋତ୍ସବର ମୁକ୍ତାକାଶ ରଙ୍ଗମଞ୍ଚରେ ଝଲସି ଉଠିଥିଲା ସ୍ଥାନୀୟ ପାରମ୍ପରିକ ବିବିଧ ନୃତ୍ୟ, ସମର କଳା ଓ ବିଭିନ୍ନ ଲୋକକଳା ସହ ଦର୍ଶକଙ୍କ ମନ ମୋହିଥିଲା ଆସାମର ବିହୁ ନୃତ୍ୟ। ବାଲେଶ୍ୱରର ଶ୍ରଦ୍ଧା କ୍ରିଏଟିଭ୍ ଆର୍ଟସ୍ କଳାକାରଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ସଙ୍ଗୀତ। ମଧ୍ୟାହ୍ନରେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା କାଉଁରୀଙ୍କ ମନ୍ଦିର ପ୍ରାଙ୍ଗଣରୁ ମାଙ୍କର ଜ୍ୟୋତି ଓ ପ୍ରତିମାକୁ ନେଇ ଏକ ବିରାଟ ପଟୁଆର ସହିତ ଢୋଲ, ମହୁରୀ, ଦଣ୍ଡ ନୃତ୍ୟ, ପାଇକ ଆଖଡ଼ା ଓ ବିଭିନ୍ନ ସାଂସ୍କୃତିକ ନୃତ୍ୟ ଗୀତ ମାଧ୍ୟମରେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ନେଇ ମହୋତ୍ସବ ପଡ଼ିଆକୁ ଶୋଭାଯାତ୍ରା ପହଞ୍ଚି ମଞ୍ଚର ସ୍ଥାପନା କରାଯାଇଥିଲା। ସଭା କାର୍ଯ୍ୟ ମଧ୍ୟରେ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ମହୋତ୍ସବ କମିଟିର ସଭାପତି ତଥା ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ସ୍ୱାଗତ ଭାଷଣ ଓ ସମ୍ପାଦକ ଜୟେନ୍ଦ୍ର ବେହେରା ଅତିଥି ପରିଚୟ ପ୍ରଦାନ କରିବା ସହ ବିବରଣୀ ପଠନ କରିଥିଲେ। ଅତିଥିମାନେ ପ୍ରଭୁ ଜଗନ୍ନାଥ ଓ ମା କାଉଁରୀଙ୍କ ନିକଟରେ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ଧନ୍ୟବାଦ ଜଣାଇଥିଲେ। ମହୋତ୍ସବ କମିଟିର ସଭାପତି, ସମ୍ପାଦକଙ୍କ ସହ ସମସ୍ତ କର୍ମକର୍ତ୍ତା ବୃନ୍ଦଙ୍କୁ। ବ୍ୟୁରୋ ରିପୋର୍ଟ, ଶୁଭ ଖବର।